ଯିବା ସାର୍ କ'ଣ କହିବେ ଆଜି ଗୋବିନ୍ଦପୁର କଲେଜକୁ ପ୍ରଥମ କରି ଆସିବା ଏବଂ ଉଦ୍ଘାଟନ ହେବା ସେ ବିଷୟରେ କ'ଣ କହିବେ? ଗୋବିନ୍ଦପୁର ମହାବିଦ୍ୟାଳୟରେ ଆଜି ସ୍ମାର୍ଟ ରୁମ୍ 4ଟା ଆଜି ଉଦ୍ଘାଟନ ହେଲା ଏବଂ ଗୋଟେ ଶ୍ରେଣୀ ଗୃହ ବି ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ତିଆରି ହେବା ପାଇଁ ତାକୁ ଶିଳାନ୍ୟାସ କରାଗଲା। ଆଉ କଲେଜର ଉନ୍ନତିକରଣ ପାଇଁ ବିଭିନ୍ନ ବିଷୟରେ ଆମର ମହାବିଦ୍ୟାଳୟର ଯେ ଅଧ୍ୟକ୍ଷ 2 ଜଣ ଅଛନ୍ତି ତାଙ୍କ ସାଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେଲା। ଆଉ ଏଠି ଯାହା ତାଙ୍କର ତୁରନ୍ତ ଦରକାର, ଏଠି ଗୋଟେ ଲାଇଟ୍ ଦରକାର ଆଉ ଅନ୍ୟାନ୍ୟ ଜିନିଷ ଦରକାର ଅଛି, ସେ ବିଷୟରେ ମଧ୍ୟ ଆଲୋଚନା ହେଇଛି। ତାକୁ ଖୁବ୍ ଶୀଘ୍ର ସେ ଦାବି ଗୁଡ଼ିକ ପୂରଣ କରାଯିବ। ଆଉ ମହାବିଦ୍ୟାଳୟଟି ବହୁତ ସୁନ୍ଦର ମହାବିଦ୍ୟାଳୟ, ଭଲ ମହାବିଦ୍ୟାଳୟ। ଏଠିକାର ଅଧ୍ୟାପକ ଅଧ୍ୟାପିକା ମାନେ ବହୁତ ପରିଶ୍ରମ କରୁଛନ୍ତି, ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଏବଂ କଲେଜକୁ ମଧ୍ୟ ଗୋଟେ ସୁନ୍ଦର ପରିବେଶରେ ରଖିଛନ୍ତି। ତେଣୁ ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଉ ଆଜି ମଧ୍ୟ ଏଇ ଯେଉଁ ପିଲାମାନଙ୍କର ଯେଉଁ ହଷ୍ଟେଲଟି ଅଛି, ମୁଁ ଦେଖିଲି ଝିଅମାନଙ୍କର ସେ ହଷ୍ଟେଲରେ କିଛି କାମ ରହିଛି, ତାକୁ ମଧ୍ୟ ଶୀଘ୍ର କରାଯିବ। ଗୋବିନ୍ଦପୁର କଲେଜ 1990 ମସିହାରୁ ହେଇଛି, ତେଣୁ ୟା ଭିତରେ ସେ ବହୁତ ବାଧାବିଘ୍ନ ଦେଇକି ଆସିଛି। ଆଉ ପୂର୍ବରୁ ଯେଉଁମାନେ ଏ ମହାବିଦ୍ୟାଳୟ ପାଇଁ କରିଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ ଦେଉଛୁ। ତାଙ୍କ ପାଇଁ ଆମ ନିର୍ବାଚନ ମଣ୍ଡଳୀର ଜନସାଧାରଣ ସବୁବେଳେ ସେମାନଙ୍କୁ ମନେ ରଖିବେ। ସେ 90 ମସିହା ବେଳେ ଏଭଳି ଗୋଟେ ମହାବିଦ୍ୟାଳୟ ବିଷୟରେ ଚିନ୍ତା କରିବା ଏବଂ କରିବା ଏ ସହଜ କଥା ନୁହଁ। ସେଥିପାଇଁ ଆମେ ସବୁବେଳ ପାଇଁ ଆମମାନଙ୍କ ଭିତରେ ସେ ଚିରସ୍ମରଣୀୟ ହୋଇକରି ରହିବେ ନିଶ୍ଚିତ ଭାବରେ। ସମସ୍ତେ ଏଇଭଳି ଭାବରେ ଆଜି ମୁଁ ଏଠି ପରିଦର୍ଶନ କରିବାକୁ ଆସିଥିଲି, ଉଦ୍ଘାଟନ ମଧ୍ୟ ହେଲା, ସେଥିପାଇଁ ମୁଁ ବହୁତ ଖୁସି ଅଛି।